ଆଜି ହେଉଛି ବୁଧବାର। ଶୁଭ ସକାଳ ସାଙ୍ଗମାନେ। ସବୁଦିନ ପରି ପୁଣି ସେଇ ଠାକୁର ପୂଜା ଘର ଝଡ଼ା ସବୁ କାମ ସାରିକିରି ପଳେଇ ଆସିଲେ ଟିଫିନ୍ ବନାଇବାକୁ। ଟିଫିନ୍ ମୁଁ ବନେଇଥିଲି ଓଟ୍ସ ଇଟିଲି ଆଉ ବାଦାମ ଚଟଣି। ତାପରେ ସାର୍ ଆଣିଥିଲେ ଶାଗ। ତାପରେ ଶାଗ ଟିକେ ସାର୍ ବଛାବଛି କରି ଛୁଟି ଅଛି ତ ଘରେ ଅଛନ୍ତି, ସାର୍ ମୋର ଟିକେ ହେଲ୍ପ କରିଦେଉଛନ୍ତି ଆଉ। ତାପରେ ଶାଗ ବଛେଇଲେ ସାର୍ ଆଣିଥିଲେ ମାଛ। ଦେଖୁନାହାନ୍ତି କେତେ ମାଛ ଆଣିଛନ୍ତି। ତ ଆଜି ଏତେ ଗରମ ପଡ଼ୁଛି, 45 ଡିଗ୍ରୀ ସେଲସିୟସ୍ ଗରମ ନା, ରୋଷେଇ ଘରେ ପଶି ହେଉନି। ଏତେ ମାଛ ଦେଖି ମୁଁ ଡରି ଯାଇଥିଲି। ସେ ଚୁନା ମାଛ ବାଛି ଦେଇଥିଲେ। ତାପରେ ମୁଁ ପୁଅ ପାଇଁ ବନେଇଥିଲି ଚିକେନ୍ ବନେଇ ସାରିକିରି ସବୁଯାକ ମାଛ ମୁଁ ଭାଜି ଦେଇଥିଲି। ତାପରେ ଏତେକ ମାଛ ବାଛିଲା ବେଳେ ମୋ ପ୍ରାଣ ଛାଡ଼ି ଯାଇଥିଲା। ତାପରେ ମାଛ ଭାଜିଥିଲି, ବନେଇଥିଲି ଡାଲି ଆଉ ଚିକେନ୍, ମାଛ ଭଜା, ଶାଗ ଭଜା। ଶାଗରେ ମୁଁ ତାପରେ ଇଭିନିଂ ହେଇଯାଇଥିଲା। ଇଭିନିଂରେ ପୁଣି ସେ ମାଣ୍ଡିଆ ଯାଉ ଟିକେ କରିଥିଲି, ସେଇ ମାଣ୍ଡିଆ ଟିକେ ଟିଭି ଦେଖିକି ପିଇଦେଲି। ତାପରେ ଚାଲିଲି ରାତିରେ ରୋଷେଇ କରିବା ପାଇଁ। ରାତିରେ ମୁଁ କୋବି ଆଳୁ ଆଉ ମାଛ ମୁଣ୍ଡ ପକାଇ, ମାଛ ମୁଣ୍ଡ ଥିଲା ବହୁତ ସାରା, ତ ମାଛ ମୁଣ୍ଡ ପୁଅ ଜମା ଖାଏନି, ତ ମୁଁ ତାକୁ ଭାବିଲି କେମିତି କରିବି। ତ ପରିବା ପକାଇ କିନ୍ତୁ ପରିବାରେ ମୁଁ କ'ଣ ନେବି, ସେ ତ ଅଲଗା ପରିବା ଖାଇବନି, ତ କୋବି ଆଳୁ ମାଛ ମୁଣ୍ଡ ପକାଇ କରିଦେଇଥିଲି। ରାତି ଖାଇବା ରୁଟି ଆଉ କୋବି ଆଳୁ ମାଛ ମୁଣ୍ଡ ପକାଇ ମୁଁ ତରକାରୀ କରିଥିଲି। ତ ଆଜିର ଦିନଟି ଏମିତି କଟିଥିଲା। ଛୋଟ ମିନି ବ୍ଲଗ୍ଟିଏ। ଆପଣମାନଙ୍କୁ ଲାଇକ୍ ସେୟାର କମେଣ୍ଟ ନିଶ୍ଚୟ କରି ସବସ୍କ୍ରାଇବ୍ କରି ଭୁଲିବେନି। ରହୁଛି ଜୟ ଜଗନ୍ନାଥ। ପୁଣି ଦେଖା ହେବ ଆଉ ଗୋଟେ ଭିଡ଼ିଓରେ।